चढ़ बीत जिणाई कुबेर तोर द्रोही जने मागो अन्न न मिलाई जेते अरजिले केबे पेट न पुराई तोर चरित मन देई जे सुनाई किय भक्ति भावे सर्वदा गुणाई ताहार दरिद्र पण जाए दूर होई सर्वदा रक्षण हेउ महामाई एणु तो चरणे मागो अशेष प्रणाम करुछि पुराण बारे मोर मन श्याम तो चरित किंचित मु करिबि रचना जगत जननी बारे दिय दिव्य ज्ञान दिनेक नारद पराशर मुनि दुई भ्रमे भ्रमी एक ग्रामे प्रवेशिले जाई सेहि दिन मार्गशीर मास गुरुवार पर्व पड़िथिला सर्वपुरवासींकर प्रति पूजारी सर्वे होई छंती बस ब्राह्मण गणारु जे चंडाल परिजन्ति लक्ष्मी पूजारी रत अछंती समस्ते हुड़हुड़ी सपदरे पूरिछि गगन देखिए उत्सव रीति विधाता नंदन पचारती पराशर मुनि कह कह तपी वर एकी सचरित ब्राह्मण चंडाल आदि समस्त जाति रे करुछन्ति की उत्सव आनंद मति रे केउ व्रत की उपास अठे नाम ताहाकु करन्ति पूजा तार की नियम यह सुनी पराशर होई हस हस कहन्ति वचन धीरे सुन विधि शिष्य हे धन माणिका गुरुवार जे अटाई लक्ष्मी देवींकर पूजा ए व्रत अटाई सबु मास मान करे मार्गशीर सार कहिरे पड़ई जेउ जेउ गुरुवार लक्ष्मीकर प्रिय सेहि बार मान जान सबुठारु आद्य गुरुवार तीर्थ धान एक दिने शुक्ल दशमी गुरुवार पढ़िले सुदशा व्रत हुए से दिनर लक्ष्मीकर अति प्रिय अटई से व्रत ଏହା कहि पराशर हेले मौन व्रत पुनि ताहाकु पूछिले ब्रह्मांक कुमार लक्ष्मी व्रत करिथिले मते केउ नर ताहिरु से केउ शुभ फल लभिछछि लक्ष्मी द्रोही होई करि के दुख पाइछि ଏହା ସବୁ ମୋ ଆଗରେ कहत शुणिबाकु ताहा चिते सधाउ पूजाई नारद वचन शुणी पराशर मुनि कहन्ति हरस चिते सुमधुर वाणी धन्य हे नारद तुम्हे पवित्र चरित्र लक्ष्मी व्रत कथा रे जे होई अचरत कहुअछि पुरातन कथा अछि जहा होइब आनंद जात शुणिले ताहा एक दिने जगन्नाथ पासे लक्ष्मी पीले कलपत्र जोड़ी न ताहाकु जड़ाइले आजी गोपालर व्रत पड़िला गोसाई तुम्हें आज्ञा देले नगर भूली जीवे मुनि
କରି ରତ୍ନମାଳ କଣ୍ଠେ ଲମ୍ବାଇଲେ କରରେ ବାହୁଟି ରମ୍ୟ ବଳୟ କଙ୍କଣ ସୁନା ସୁତା ମାଣିକ୍ୟ ପଦକ ଆଭରଣ ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ ଏପରି ନାନା ଭୂଷଣେ ସୁବେଶ ହୋଇଲେ ଜୀବନ ମାତାଙ୍କ ଅଧିକାର କିନି ପୁର ଆଭରଣ କେତେ ମାତ୍ର ଦେବ ପଟାନ୍ତର ସୁନହି ନାରଦ ଏହା ହୋଇ ଏକଚିତ ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥ ପ୍ରବେଶ ହୋଇଲେ ଯାଇ ସାଧୁର ଦୁଆରେ ସାଧବାଣୀ ଉଭା ହୋଇଥିଲା ସେହିଠାରେ ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ଲିପା ପୋଛା କରିନାହୁଁ କିମ୍ବା ଘର ଦ୍ୱାର ସାଧବାଣୀ ଏହା ଶୁଣି ବୋଲୋଇ ସେ କ୍ଷଣି ଏ ରୂପେ ବ୍ରତ ହୁଏ କାହା ପୂଜା ପୁଣି ବୁଝାଇଲା ସବୁ କହ ହେ ନାନୀ ଗୋସାଇ ଅଇରେ ମନକୁ ସେ ବ୍ରତ କରିବଇ ଏହା ଶୁଣି ପଦ୍ମଳୟା କହନ୍ତି ସଧୀରେ ଶୁଣ ସାଧବାଣୀ ବ୍ରତ ହୁଏ ବିଧିରେ ମାର୍ଗଶିର ମାସ ଯେଉଁ ଆଦ୍ୟ ଗୁରୁବାର ସେଦିନ ଉଷାରୁ ସେଜ ଛାଡ଼ି ତତପର ଗୋମୟ ଜଳରେ ଘର ଦୁଆର ଲିପିବ ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତ୍ରକୁ ଲେଖିବ ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ତାହାକୁ କରିବ ନାନା ଚିତ୍ର ଦେବୀ ଚିତ୍ର ଚାଉଳକୁ ବାଟି ଚିତା ଲେଖିବ ସମସ୍ତ କହି ସ୍ନାନ କରି ଆସି ହୋଇ ସୂଚି ମନ୍ତ୍ର ଚୌକି ବା ଖଟୁଲି ଆଣିବ ତ୍ୱରିତ ତାକୁ ଧୋଇ ତା ଉପରେ ଦେବ ନୂଆ ଧାନ ରଙ୍ଗ କଳଟେ ହୋଇଥିବ ଶୁକ୍ଳ ବର୍ଣ୍ଣ ତମୁ କିଛି ଗୁଡ଼ାଇ ଯେ ସେ ନୂଆ ମାଣରେ ଧାନ ମାଣ ଯେ ପୁରାଇ ରଖିବ ତାପରେ ସେ ଧାନ ମାଣ ଉପରେ ଗୁଆ ତିନି ଗୋଟି ହଳଦୀ ପାଣିରେ ତାହା ଧୋଇ ଧୋଇ ବଟି ସୁକଳ ଧାନର ସିସା ରଖି ବେଣ୍ଟି କରି ମାଣ ଉପରେ ତାହାକୁ ଥୋଇବ ବିଚାରି ଜୁଆକୁ ମୂଳ କଦଳୀରେ ସଜାଡ଼ିବ କଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ତମୁ ଆବାହନ ମହାଲକ୍ଷ୍ମୀକୁ କରିବ ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ ପ୍ରଥମରେ ବାଳ ଧୂପ ତାପରେ ଶଙ୍ଖୁଡ଼ି ଏହିପରି କରିବି ରୂପକୁ ସଜାଡ଼ି ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ ସେଦିନ ଲିପି କର ଦ୍ୱାର ଝୋଟିଆ ଚିତା ଦେବ ପୂର୍ବ ପରକାର ସ୍ନାନ ସାରି ଗୃହେ ପଦ୍ମ ମଣ୍ଡଳ ଲେଖିବ ତହିଁ ପରେ ଧୋଇ ଏକ ଖଟୁଲି ରଖିବ ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଧୋଇବ ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ ଦଶ ଘିଅ ସୂତାରେ ଯେ ପ୍ରତ୍ୟେକ କରିବ ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ 10 କେରା ଦୁବରେ ସେ ବ୍ରତ ଗୁଡ଼ାଇବ ମହାଲକ୍ଷ୍ମୀ ଗୁଆ ପାଖ ତାହାକୁ ଧୋଇ
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ବ୍ରତର ଆଣି ତହିଁ ଥୋଇବ ଭଗବାନ ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି ତାପରେ ଯା ଭୋଗ ଦେହ ଶୁଣ ହେତୁ କରି ଅରୁଆ ଚାଉଳରେ କମାଣ ତିନ୍ତାଇବ ତାକୁ କୁଟି ଚୁନା କରି ଯତନେ ରଖିବ କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତେ ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ବିବାହ ହୋଇଥିବା ଝିଅ ସୁଧା ନ ଖାଇବ ଦେଉତାରୁ କଥା ଏକ ମନ ଦେଇ ଶୁଣ ଗୁରୁବାର ଦିନ ଯେଉଁ କଥା ନିବାରଣ ସେ କଥା କହୁଛି ଏବେ ସାଧବାଣୀ ଶୁଣ କେବେ ନ ଭାଜିବ ଖଇ ଗୁରୁବାର ଦିନ ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ଭୁଜଇ ଲୋଭରେ କିବା ନ ପଖାଳେ କେଶ କିବା ନ ଖାଏ ଯେ ତେଲ ମହାଲକ୍ଷ୍ମୀ ହାର ନିଜେ ଭାଙ୍ଗି ନାଇଲ ଗୁରୁବାର ଯେଉଁ ନାରୀ ତୁଳକୁ ଭିଣଇ ଲାଉରେ ଆମିଷ ଦେଇ ସେ ଗ୍ରାସ କରଇ ଖଟର ଛାୟାରେ ଯେଉଁ କରଇ ଶୟନ ରାତ୍ରକାଳେ ଜହ୍ନି ଅନ୍ନ ସେ କରେ ଭୋଜନ ଝଡ଼ ହୁଏ ଯେଉଁ ଯାଇ ନାପିତର ଦ୍ୱାରେ ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ମଞ୍ଜିର ପାଣିର ଅନ୍ନ ଫୋପଣ ଦିଏ ଏବେ କର୍ମ ଯେ କରେ ସେ ଲକ୍ଷ୍ମୀଙ୍କୁ ନ ପାଏ ଗୁରୁବାର ଦିନ ସକାଳୁ ଯେ ଗୋମୟରେ ଦୁଆର ଯେ ନଲି କଇ ଅଳସ ବଣରେ ଚୁଲିରୁ ନ କାଢ଼େ ପାଞ୍ଚ ଭକ୍ଷ୍ୟ ଯେ ଆମିଷ ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ଧନଜନ ସବୁ ତାର ହରଣ କରନ୍ତି ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ଐଶ୍ୱର୍ଯ୍ୟ ସମ୍ପଦ ପାଇ ହୁଅଇ ସୁଭାଗା ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ କିମ୍ବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ ଧନପତ୍ର ହାନି ହୁଏ ସଦା ବହୁ ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ ଶୋଇବା ସଜାକ୍ଷ ଭଙ୍ଗା କରି ନ ବିଛାଏ ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ ଅମାବାସ୍ୟା ସଂକ୍ରାନ୍ତିରେ ଯେ ଫଳ ଏହି ଦିନ ମାନଙ୍କରେ ଘେନଇ ତୈଳ ସଭାରେ ବସିନ ଯେ ମାନବ ମିଛ କହି ଆଳସ୍ୟ ପାଦନ ଧୋଇ ଯେ ଭୁଞ୍ଜିବ ସଇ କୁଷ୍ମାଣ୍ଡ ଫଳକୁ ଯେଉଁ ରମଣୀ କାଟଇ ଋତୁମତୀ ନାରୀ କି ଯେ ରମଣ କରଇ କନ୍ୟା ତୁଳା ମାସେ ପିତୃ ସାଧନ କରଇ କଥା କହୁ କହୁ ସବୁବେଳେ ଯେ ହସଇ ହେମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ ଆୟୁ ନାଶ ହୁଏ ଅନ୍ନ ନ ମିଳଇ ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ଦିନ ରଜନୀରେ ସ୍ତ୍ରୀ ପୁରୁଷ କଲେ ଭୋଜନ କିବା ଏହି 3 ଦିନ ଯେଉଁ ନାରୀ ମୋହେ ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହିଁ ପ୍ରାଣନାଶ ନ କରି
দেখে তার শুভ নুহে রাত শেষে দাসী সেজে যে করে শয়ন তাগুহକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ ଆସନ ବିନା ଯେ ଭୂମି ପରେ ବସି ଖାଇ ଥିବା ଯେ କୁମାରୀ ସଙ୍ଗତରେ କାମ ମୋହେ ଦକ୍ଷିଣ ପଶ୍ଚିମ ମୁଖେ ଯେ ପୁଞ୍ଜିବ ସଇ ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ କେବେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶ୍ରୀ ଭୋଜନ କରି ଯେ ମୁଖ ଶୋଧନ ନ କରେ ଭୋଜନ କରଇ ଯେଉଁ ଅନ୍ଧକାର ଘରେ ସ୍ନାନ ପରେ ହୁଅଇ ଯେ ତୈଳ ମର୍ଦ୍ଦନ କରଇ ଯେ ନଖ ମୁନେ ଭୂମି ବିଧାରଣ ପିନ୍ଧିଥିବା ଲୁଗା ଶେଷେ ଯେ ବିଞ୍ଚି ହୁଅଇ ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ ଯେଉଁ ନାରୀ ନିଜ ପ୍ରତି ଠାରେ ରୋଷ ବହେ ସ୍ୱାମୀ ଯାହା ବୋଲେ ତାହା ନ କରେ କେବେ ପର ପୁରୁଷରେ ଯେଉଁ ହୋଇଥାଏ ରତ ପରିଷ୍କୃତ ହିଁ ହୁଏ ଯେ ନାରୀ ପୁଷ୍ଟିତ ହେମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି କାଙ୍ଗାଳିନୀ ହୋଇ ଘର ଦ୍ୱାରେ ସେ ବୁଲନ୍ତି ଅଳସୀ ଅତି ଅପ୍ରିୟ ସାହସୀ ଦେବ ବିବ୍ରତି ଧୀରେ ନୁହଁଇ ବିଶ୍ୱାସୀ ଏପରି ନାରୀ ଜନରେ ଥାଏ ସେ ଶ୍ମଶାନ ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ ଯେଉଁ ନାରୀ ଭକ୍ତି ଚିତେ ନ ସେବେ ସ୍ୱାମୀ ସେବେ ଜାନି ଜାନି ଦୁଃଖେ ସ୍ୱାମୀ ଯେଉଁ ନାରୀ ସ୍ୱାମୀ କି ଦେବତା ସମଣି ସେବା କରି ଦୋଷୁଥାଏ ତାର ମତି ଚିହ୍ନି ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ସାନ ବଡ଼ ସମସ୍ତଙ୍କୁ ସମଭାବେ ଚାହେଁ ପରଶିବା କାଳେ ପକ୍ଷପାତ ଯେ ନ କରେ ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଢ଼େ ସମାନରେ ପତିର ଆଜ୍ଞାକୁ କେବେ ନ ପକାଏ ତଳେ ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ହେମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ଅନୁକ୍ଷଣେ ମଝି ରହେ ପ୍ରମୋଦ ରଙ୍ଗରେ ସାଧବା ନାରୀର ପତି ବିନା ନାହିଁ ଗତି ତପ ଜପ ଦେବ ପୂଜା ତାହାର ନୀତି ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ଯେଉଁ ନାରୀ ଆନନ୍ଦରେ ଅତିଥି ସେ ବଇ ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ହେମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଦେଶ ସଦାବେଳେ କରନ୍ତି ଉତ୍ତମ ଆଚରଣ ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ରକ୍ଷଣ ପତି ସେବା ବିନା ନାହିଁ ନାରୀଙ୍କର ଗତି ପତି ପ୍ରାଣ ନାରୀ करे ଦେବଲୋକେ ଗତି ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନ ପତି ସେବା ବିରଜିକେ ମାତି ଗରବରେ ଗୁରୁବାରେ ଲକ୍ଷ୍ମୀ ବ୍ରତ ସେ ଯଦି ନ করে তাহার নুমই ফল জনমে জনমে দুঃখ শোক রোগ ভোগ সংসারে সে ভ্রমে
हेमंत तिवारी साधवाणी की कहिले आजि ठारू लक्ष्मी व्रत कर जाओ न कले सर्व संपद तोर क्षय जीव अनग भावरे दुख भोग हेब शुण मो नारद ठाकुराणी एहा कही सेठा बरु केते दूर पथे गले पाही घरे घरे पूरे पूरे लक्ष्मी बीजे कले काहारी दुआरे से ही सुची न देखिले केवल जुगती निदे सोई अचेतन कार पिटी जाइछि पिंधिला बसन तार शिरे केश मुकुलित होई भूमि परे पड़ी अछि केरी केरी होई एही रूपे महालक्ष्मी देखी करी गले चंडाल साहिरे जाई प्रवेश होइले सिया चंडालुनी नगर बाहरे ता घर तार महिमा जे देवंकु अगोचर प्रतिदिन खरी कई गुंडीचा नगर विष्णु भगवती रे से जे अतीत तपर राधवेणी घड़ी खाई चंडालुनी गला एक वन गाईर जे गोबर आनिला उत्तम करीन घर द्वार कुली पिला छड़ा पानी मुंदाए दुआरे पकाइला अरुआ चाउल बाटी घरे जोटी देला 16 कोटी करी दिव्य पद्मे काटिला दशमुख दीपावली मंडले जाडिला 10 वर्ण फल मूल मंडले बाढ़िला सुताद सखी अनेई मंडले थोइला मनर चले पुणी बेगे चली गला अरुआ चाउल जे सकेला ताहाने चंडालुनी मंडले थोइला धूप दीप नैवेद्य गंध पुष्प देला लक्ष्मी नारायण बोली सुमरण कला नमस्ते नमस्ते मागो हरिंका घरणी मुनिछा रही न जाति न जानई पुनी चंडाल साहिरे घर पुनी चंडालुनी किंचिते भक्ति मोर घेन कमलिनी दांडे दांडे जाऊ फिरे विष्णु पाट राणी सही न पारिले चंडालुनी हृदयिनी पद्म फूल देखी तांक पड़िला सरधा दुई पाद देई माता पद्मे हेले उभा चंडालुनी घर कोटी पाइला शोभा लक्ष्मी विजय कली छंती की उपमा देवा बोलिले लो चंडालुनी मागी घेर वर प्रसन्न होइली दुख नासिबी तो भर चंडालुनी कहू अछि सिरे कर देई वर मागिबी मागो मागी न जानई गोष्ठ कुदेव मोर लक्ष्मी पद्म गाई कुबेर समान धन देवु मात तुही कोड़कु नंदन जे हस्त कुसुरा पाही चारि जुगे बसिबी अमर घर पाई लक्ष्मी सुनी बोलिले तू होई दुखी भाई समस्त वर तते देई तबारई अमर वर देवाकु शक्ति नारी मोर एही वर मागिलु तू केमंत प्रकार जेते दिन जीविबु आश्चर्य भुंजिबु अंधकारे जाई विष्णु पंजरे पशिबु मोर ए व्रत करुथिबु सबुदिन लक्ष्मी नारायण काजे किव तोर मन सुन हे नारद एड़े हरि बड़ राम हृदय
ଯାଇଥିଲେ ଘୋର ବନ। ଯୋଗରେ ବଳରାମ ଏକଥା ଜାଣିଲେ, ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ। ଦେଖ ଦେଖ କହ୍ନାଇ ତୋ ଭାଇ ଚାଲ ହୋଇ ଅଛଇ ଯେ ଚଣ୍ଡାଳୁଣୀ ଘର। ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ। ସ୍ନାନ ନ କରିଣ ବଡ଼ ଦେଉଳେ ବସିବ। ରୂପେ ସବୁଦିନେ ଦେଉଳେ ବସୁଛି। ଦୁଇ ଭାଇଙ୍କୁ ବି ତାଳ କରାଉଛି। ଦରିଦ୍ର ଭଞ୍ଜନୀ ନାମ ସେଣୁ ଅଛି ବହି। ଦରିଦ୍ର ମାନଙ୍କ କଷ୍ଟ ନ ପାରଇ ସହି। ସୁଦର୍ଶନ ନାମରେ ଏକ ବ୍ରତ ଯେ ତାହାର। ଏ ବ୍ରତଟି ଚଣ୍ଡାଳୁଣୀ ପୂଜଇ ଭୟର। ବାରିଚାରି କାର୍ଯ୍ୟ ଦେବେ ଅଛି ରେ କହ୍ନାଇ। ଚଣ୍ଡାଳ ସାହିରେ ନଗ୍ର ତୋର ବେଗେ ଯାଇ। ଆମ୍ବ ଭାଗ୍ୟ ମାନି ତାକୁ ଦିଅ ଘଉରାଇ। ଏଭଳି ଘରଣୀ ଧୀରେ ଭଲ ଗତି ନାହିଁ। ଗୋବିନ୍ଦ ହୋଇରେ ଭାଇ ଘଉରାଇ ଦେବା। ଲକ୍ଷ୍ମୀ ପରା ଭାରି ଯାକୁ ଆଉ କି ପାଇବା। ସେବେ ଦୋଷ କରିଛି ଏମନ୍ତ କରିବା। ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା। 5 ଲକ୍ଷ ଟଙ୍କା ଦେଇ ଜାତି କରାଇବା। ଆଉ ବେଳେ ତାର ଯଦି ଅନୀତି ଦେଖିବା। ଦେଉଳ ଭିତରୁ ତାକୁ ଦେବା ଘଉରାଇ। ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ। ନ ଜାଣି ଯେ ଦୋଷ କରେ ସିଂଧୁରାଜ ଜେମା। ଜାତି କରାଇବା। ଆଉ ବେଳେ ତାର ଯଦି ଅନୀତି ଦେଖିବା। ଦେଉଳ ଭିତରୁ ତାକୁ ଦେବା ଘଉରାଇ। ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ। ନ ଜାଣି ଯେ ଦୋଷ କରେ ସିଂଧୁରାଜ ଜେମା। ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା। ବଳରାମ ବୋଲୁଛନ୍ତି ଶୁଣ ଭାବ ଗ୍ରାହୀ। ତୋର ଲକ୍ଷ୍ମୀ ଥିଲେ ମୋହି ରହିବ ନାହିଁ। ଭାରି ଯାଟଇ ସେନା ପାଦର ପାଣ୍ଡୋଇ। ଭାଇ ଥିଲେ କୋଟି ଭାଜା ମିଳି ଯେ ପାରଇ। ରାଜନାରୀ ଲୋଭ ଯେବେ ଅଛି ରେ କହ୍ନାଇ। ଚଣ୍ଡାଳ ସାହିରେ ତୋର ତୋଳ ଯାଇ। ମୋର ବଡ଼ ଦେଉଳକୁ ଆଉ ନ ଆସିବୁ। ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ। ବିକାର ବଚନ ପ୍ରଭୁ ସହି ନ ପାରିଲେ। ଛାଡ଼ିଯିବୁ ନୀଳ ରଙ୍ଗ ଅଧରେ କହିଲେ। ଦେଉଳର ସିଂହ ଦ୍ୱାରେ ପ୍ରବେଶ ହୋଇଲେ। ମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ଶୁଣ ହେ ନାରଦ ତେନେ ଶ୍ରିୟା ଚଣ୍ଡାଳୁଣୀ। ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବେନି। ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ। ଯାଚିନ ଅନେକ ବର ପ୍ରଦାନ ଯେ କରେ। କୁଟୀର ଖଣ୍ଡିକ ଥିଲା ବଲୁରୀର ବାସ। ଲକ୍ଷ୍ମୀ ଦୟା କରେ ତାକୁ ଚନ୍ଦନ ଉଆସ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା ଅନ୍ନ। ଚାରି କୋଣେ ଦେଲେ ତାକୁ ସୁଧ ଯେ ସୁବର୍ଣ୍ଣ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା ପୁତ୍ର। ଲକ୍ଷ୍ମୀ ଦୟା କଲେ ତାର ହେଲା 5 ପୁତ୍ର। ଧନ ପୁତ୍ରବତୀ ହୁଅ ବୋଲି ହୋଇଲେ। ବଡ଼ ଦେଇର ସେଠାରୁ ବିଜେ କରି କରେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ। ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ। ସିଂହଦ୍ୱାର ବିଜୟ ଲକ୍ଷ୍ମୀ ମହାମାଇ। ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ।
ଦିନ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ ଚଣ୍ଡାଳ ଶାଢ଼ୀକି ଯାଇଥିଲ କାହିଁ ପାଇଁ ଆମେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ ଆମେ ଦେଖିଥିଲେ ସିନା ଦିଅନ୍ତୁ ଗୋଡ଼ାଇ ଯାହାକି ତୁମରେ ଆଉ କାର୍ଯ୍ୟ ନାହିଁ ଏହାର ବହୁତ ମତେ କଲେ ବଡ଼ ଭାଇ ହାଡ଼ି କରିଥିବ ଲକ୍ଷ୍ମୀ ଥିବ ବାଣ ଦ୍ୱାରେ ସ୍ନାନ କରିବ ପୂଜି ଦେଉଳ ଭିତରେ ତାଠାରୁ ପାପିନୀ ଆଉ ସଂସାରରେ ନାହିଁ ମୋହର ବଚନ ଏବେ ଶୁଣ ପ୍ରାଣ ସହି ଜଗତେ ବୋଲନ୍ତି ତତେ ଭାଇ ଠାକୁରାଣୀ ଭାଇ ପ୍ରାୟ ବୁଲୁଥାଉ ହୋଇ ମୋହରଣୀ ଏକ ଘର କରାଉ ସହସ୍ର ଘର ଭାଙ୍ଗି ସହସ୍ର ଘର କରାଉ ଏକ ଘର ଭାଙ୍ଗି ହେମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର ଯାରବି ବାହାରି ଗୋନଧାମ ଘର ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ଛାଡ଼ପତ୍ର ଦେଇ ମତେ ଦିଅ ଘଉଡ଼ାଇ ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ ଆମ୍ବ ଜାତିରେ ତ ଛାଡ଼ପତ୍ର ଚଳେ ନାହିଁ ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ଯେତେବେଳେ ସାଗର ମନ୍ଦିର ଦେବ ଯାଇ ବେଦ ମନ୍ତ୍ରାଦି ସହିତେ ମତେ ପାଇଥିଲ ସେତେବେଳେ କଥା କହିବା ଶରୀର ଦେଲ ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲା କନକ ବେଦୀରେ ନେଇ ବିଭା କରାଇଲା ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇ ଦଶ ଦୋଷ ମୋର କ୍ଷମା କରିବାର ପାଇଁ 10 କୋଟି 10ରୁ ଗୋଟିଏ ନ ସହିର ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ ବିବାହବାସୀ ଦିନ ଜୁଆ ଖେଳିବାର ବେଳେ ସାତ ବେଳ କଉଡ଼ି ଯେ ପାରିଲଣି ତଳେ ତୁମେ କରିଦିଅ ନାଗ ମୋହର ହସ୍ତରେ ସୁବର୍ଣ୍ଣ କଉଡ଼ି ମୁହିଁ ଚାକିଲଇ କରେ ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ମତେ ବୋଇଲ ଯାଇଛ ମାଗି ଘେନ ବର ଯାହା ମନ ବାଞ୍ଛା ଗୋ କରିବୁ ବଇ ଦେହି ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି କରପତ୍ର ଯୋଡ଼ିର ମୁଁ ହୋଇଲି ଉତ୍ତର ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ଅଷ୍ଟେଥିରେ ପଡ଼ିବ ମୋହର ଗୁରୁବାର ପରିଚର ଯିବି ମୁହିଁ ସଭିଙ୍କର ଘର ପରିଚର ଯିବି କିନ୍ତୁ ବ୍ରହ୍ମ ପରିଚତେ ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତେ ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଅଛ ଦେଇ ଏବେ କିବା ସତ୍ୟ ଭଗ୍ନ ହେଉଛ ଗୋସାଇ ଜଗନ୍ନାଥ କହୁଛନ୍ତି କୋପ ଭର ହୋଇ ବାପା ଲୁଣିଆ ଯେ ଗରଜି ମୋରୁ ଥାଇ ଝିଅ ଟେରି ତୋ ଦୁର୍ଗୁଣ କହିଲେ ନ ସରେ ବାପର ବଚନ ଶବ୍ଦେ କିଏ ରହିପାରେ ଚାରିପାଖେ ମେଘନାଦ ପାଚେରୀ ତୋଡ଼ାଇ ବଡ଼ ଦେଉଳରେ ରହି ଅଛୁ ଦୁଇ ଭାଇ ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ ଅଛବର ଘରେ ଦଣ୍ଡ ଥିଲ ଉଭା ହୋଇ ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ କୁଳି ଜାତି କୁଳ ଗୋତ୍ର କହିର ଗୋସାଇ ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ ତୁମ ଜାତି କୁଳର ତ ଠିକଣା ନଥାଇ ତୁମ
उपजति कूଳରେ କହିଲେ ନ ସରଇ ଗଉଡ଼ ଘରେ ରହିଲ ଦୁଇ ଗୋଟି ଭାଇ ସୀମାନା ମିଶି ଫୁଟିଲେ ଜାତିରେ ଗୋଲକ ତାହା ଘରେ ଜଗନ୍ନାଥ କଲ ଯାଇଥିଲ ହସିନା ଭୁବନ ବିଦୁର ଘରେ ପୁଣି କରିଲ ଭୋଜନ ଜନାନାମେ ସବର ଯେ ଅରଣ୍ୟରେ ଘର ସେ ତୁମକୁ ପୂଜିଲା ବରଷ 10 12 ଅରଣ୍ୟର ଫଳ ମୂଳ ଖୋଜିଲ ଆଣଇ ବସିନ ପ୍ରଥମେ ଫଳ ମୂଳ ସେ ଖାଇ ପିତାକସା ସବୁ ପ୍ରଭୁ ଆଡ଼ କରି ଦେଇ ଯେ ବଡ଼ ସୁଆଦ ତାହା ତୁମ୍ଭକୁ ଭୁଞ୍ଜାଇ ସବର ବିଶାଳ ତୁମ୍ଭେ ବେନି ଗୋଟି ଭାଇ ଏକଥା କି ତୁମ୍ଭ ମନୁ ଗଲା ଭୁଲ ହୋଇ ଆପଣା ପାତ କି ତୁମ୍ଭେ ପର ନିନ୍ଦା କର ପାପ ପୁଣ୍ୟ ଦୁଇ କଥା ବିଚାର କର ହରିଚ ଯେ ଦୋଷ କଲେ ପତିତା ସହଇ ଏକ ଅପରାଧୀ ପ୍ରଭୁ ମୃତ୍ୟ ଗୀତେ ଜଇ କିମ୍ବା ନ କର ଗୋସାଇ ଏମନ୍ତ ବିଚାର ଯାଅ ଯାଅ ବୋଲୁଅଛ ମତେ ବାରମ୍ବାର ଜଗନ୍ନାଥ କହୁଛନ୍ତି ଏମନ୍ତ କରିବ ମାଡ଼ି ମାଡ଼ି ପଡ଼ି ତତେ ନିତ୍ୟ ଦେଉଥିବ ଭାଇକୁ ବୁଝାଇ ପଛେ ତୁମ୍ଭକୁ ଆଣିବୁ ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ ଅନାଥ ରକ୍ଷ ପ୍ରାୟ ଯାଉଅଛି ପୁଣି ରାଣୀର ଲକ୍ଷଣୀ ଝିଅ ମୁନି ଯେ ନୁହଁଇ ସୀତାର ଘରକୁ ମୁଝେ ବାହାରିଛି ଭଇ ତୁମ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ ପଛରେ ମଣିଛି ଆଉ ବୋଲଣା ନ ଦିଅ ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇନ କି ପାଇଁ ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ଭାଇଚାର ଏ ଯେଉଁ ଅଳଙ୍କାର ଥାଏ ସ୍ୱାମୀ ହୋଇ ତାହାଠାରୁ କାଢ଼ିନ କି ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ତୁମର ଅଟଇ ଯେନେ ପ୍ରଥମ ବିବାହୀ ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା ସହସ୍ର ଟଙ୍କାର ଅଳଙ୍କାର ଘେରିଗଲା ଏମନ୍ତ ଖ୍ୟାତି ମତେ ନଦିଅ ଗୋସାଇ ତୁମ ଅଳଙ୍କାର ମାନନୀୟ ବାହୁରାଇ ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୁଲି ଅଣ୍ଟାରୁ କାଢ଼ିଲେ ମାତ ରତ୍ନ ଓଢ଼ିଆଣି ନାସିକାରୁ କାଢ଼ିଲେ ସେ ମୁକୁତା ବସଣି କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ ଗଳାରୁ କାଢ଼ିଲେ ଛେଦ ସରିଚିନା ମାଳ ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର ଅଙ୍ଗୁଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ୱର ଅନ୍ୟ ଅଳଙ୍କାର ମାନ କି କହିବି ଆଉ କଲାରୁ ଦିଶିଲା ସବୁ ଦାଉ ଦାଉ ସବୁ ଅଳଙ୍କାର ମାନ ଏକଠାବ କରି ତପଦିନ ବନ୍ଧୁ ଏହା ବୋଲି ସମର୍ଥିଲେ କହନ୍ତି ଏହା କରିବୁ କି ନେଇ ଆମର ଏ ଅଳଙ୍କାର ପ୍ରୟୋଜନ ନାହିଁ ଗୃହସ୍ଥ ହୋଇନ ଯେବେ ଭାଗ୍ୟକୁ ତେଜଇ ଛମାସ ଭାତ ଲୁଗା ଲେଖିନ ଦିଅଇ ଏହି ଅଳଙ୍କାର ସବୁ ତୁମେ ଘେନି ଯାଅ ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ
घेन प्रभु भाव ग्राही पदे जेबे सूर्य चंद्र होती आत जात तुमको अनन मिलु आहे जगन्नाथ 12 वर्ष जाई तुम्हे दरिद्र होइब 18 वर्ष जल जे तुमको न मिलिब मुनि चंडालुनी जेबे टेकी देवी अन भोजन करिब तेबे कालिया गंजन एते बोली लक्ष्मी देवी साप देई गले देउल बाहार होई केते दूर गले ଏହା ଦେଖି ଦାସୀ ମାନେ ସଙ୍ଗେ ଗୋଡ଼ାନ୍ତି ଦାସୀକୁ ଅନାଇ ଲକ୍ଷ୍ମୀ ଦେବୀ ବୋଲୁଛନ୍ତି ମୁନି ଯାଉଅଛି ହୀର ଲକ୍ଷ୍ମୀ ହୋଇ ମୋର ପଛେ ତୁମେ ମାନେ ଆସୁଛ କି ପାଇ ଏହିପରି ହୋଇ ଯେବେ ପିତା ଘର ଯିବି 4 ଦିନ ମାତ୍ର କରି ରହି ନ ପାରିବି ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବେ ତାଙ୍କୁ ଦେଖି ପିତା ମତେ ସମର୍ପଣ ଦେବେ ସାପ ଦେବା ଫଳ ମୋର ହେବ କାରଣ ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା ମତେ ଲକ୍ଷ୍ମୀ ମହାମାଇ ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ ଚଣ୍ଡାଳୁଣି ହାତେ ପ୍ରାଣେ କାଢ଼ି ଖଣ୍ଡିଏ କୁଡ଼ିଆ ତୋଳି ଦେଇ ଆଜ୍ଞା ମତେ ବିଶ୍ୱକର୍ମା ବେগে ଚଳି ଗଲା 3 କୋଶ ପ୍ରମାଣରୁ ଆସ ତୋଳାଇଲା ସୁବର୍ଣ୍ଣର କାନ୍ଥ ମାନ ସବୁ ଘରେ କଲେ ନୀଳା ନୀଳା ମାଣିକ୍ୟ କହି ଖଞ୍ଜାଇଲେ ଗଣି ତଳେ ଅନେକ ମୁକୁଟ ଲଗାଇଲେ ପ୍ରବାଳର ସ୍ତମ୍ଭ ମାନ ତହିଁରେ ରଚିଲେ ଫୁଲ ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କରେ ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳି ଗଲେ ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ ଅଷ୍ଟବେତାଳରେ ତୁମ୍ଭେ ହେମନ୍ତ କରିବ ପ୍ରଥମେ ରୋଷାଇ ଶାଳେ ଯାଇ ନ ବସିବ 60 ପଉଟି ଭୋଗ ଗୁଞ୍ଜିବ ଯେ ତହି 13 କୋଟି ବ୍ୟଞ୍ଜନ ଖାଇବ ହସ ହୋଇ ଶାଗ ମୁଗ ମଧୁ ରୁଚି ତିକ୍ତ କାଞ୍ଜି ରାଇ ଆମିର ଖାଇବ ଖଣ୍ଡ ସାକର ମିଶାଇ ଅମୃତ ବାଣୋଇ ମାନ ଭୋଜନ କରିବ ମାନ ଏକ ଠାବେ କଚାଡ଼ିବ ତମୁ ଯାଇନ ଭଣ୍ଡାର ମଧ୍ୟରେ ପଶିବ 52 କୋଟି ଭଣ୍ଡାର ବୋହି ଆଣିବ କାଣି କଉଡ଼ି କଡ଼ାର ଦ୍ରବ୍ୟ ନ ରଖିବ ସବୁ ବୋହି ଆଣି ମୋର ପାଶେ ସମର୍ପିବ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ ବନ୍ଦ କରିନ ତମୁ ଆଣିବୁ ବୁହାଇ ଜଗନ୍ନାଥ ମହାପ୍ରଭୁ ତହିଁ ଚେଇଁଥିବେ ଆଗକୁ ଦେଖି କାଳେ ପରାଭବ ଦେବେ ଶୁଣି କମଳିନୀ ନିଦ୍ରାବତୀ କିରାଇଲେ ବହନ ମୋ ବୋଲ କର ବୋଲି ନ ବୋଳିଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ହାରିବୁ କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳି ଗଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ହାରିଲେ ପାକଶାଳାରେ ବେତାଳ ପ୍ରବେଶ ହୋଇଲେ କହିଥିବା
ଥିବା ପାକ ଦ୍ରବ୍ୟ ସମସ୍ତ ଖାଇଲେ ହାଣ୍ଡିମାନ ସବୁ ଏକ ଠାବେ କଚାଡ଼ିଲେ ମଲାର ଘରରେ ଅଷ୍ଟ ବେକାର ବସିଲେ ଯେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ ପାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ଷୋଳ ଗଳି ଯାକ ବେକାର ଯେ ତହିଁ ଲାଲୁ ଛାଞ୍ଚୁଣି ଯାଇ ସବୁରେ ବୋହି ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ତୁମେ ଆଜି ପୁତ୍ର ବଡ଼ କରିର ହୋଇଲେ ପ୍ରଶଂସା କରିର ମାଇ ବଚନ ଯେ କହି ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ ଭାଙ୍ଗି 5 ଲକ୍ଷ ଟଙ୍କା ଦେଲେ ସେ ରହି ଯାଅ ଏବେ ତାଳ ଏବେ ଖଟ ଆଣ ହୋଇ ଯିବେ ଜଗନ୍ନାଥ ଦଲେ ନ ଖୋଜିବେ ନାରୀ କଟରୁ ସମାନି ଲୋଡ଼ିବେ ଯେତେ ଜଗନ୍ନାଥ ପ୍ରଭେ ଦଲେ ନ ଖୋଜିବେ ନାରୀ ପୁରୁଷ ମାନି ଆଉ ନ ଲୋଡ଼ିବେ ମତେ କେନି ପ୍ରଭୁ ଯେବେ ନ କରିବେ ଘର କଳି ଯୁগে ନାରୀ ନିଜେ ନ ଖୋଜିବେ ନର ବେଚାର ଅଛନ୍ତି ରମୁଖ ଚାହିଁ ଖଟେ ଶୋଇଛନ୍ତି ଦୁଇ ଗୋଟି ଭାଇ କୋଟି ସିଂହ ପରାକ୍ରମ ପ୍ରଭୁ ବଳ ରାମ ପୁରୀ ଦହି ଶୋଇଛନ୍ତି କାଳିୟ ଗଞ୍ଜନ 7 କୋଟି ପର୍ବତରୁ ଅଟଇଛି ଗରୁ ନାମ ବହି ଅଛନ୍ତି ଅଚଳ ମହାମେରୁ ମହାଲକ୍ଷ୍ମୀ ବୋହିରେ ମତ କରିବ ଦୌଡ଼ିଆ ଖଟ ଏକ ଗୋଟି ଯେ ଆଣିବ ରାମକୃଷ୍ଣ ଦହିକୁ ଯେ ଗଡ଼ାଇ ନ ଦେବ ଶୋଇବାର ରତ୍ନ ଖଟ ବୋହି ନ ଆଣିବ ଏହା ଶୁଣି ବେତାଳ ଯେ ଶୀଘ୍ର ଚଢ଼ି ଗଲେ ରତ୍ନଖଟ ବାସି ଦୌଡ଼ିଆ ଖଟ ଦେଲେ ବଳରାମକୁ ପ୍ରଥମେ ଧଇଲେ ଯାଇ ଦୌଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ଏଉତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ ଦୌଡ଼ିଆ ଖଟ ଉପରକୁ ଗଡ଼ାଇଲେ ଶୋଇବାର ରତ୍ନ ଖଟ ଆଣିଲେ ବହି ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ ବଳରାମ ପିନ୍ଧିବାର ପାଟ ବୋହି ଦେଲେ ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ବେତାଳଙ୍କୁ ବର ଯାଚିନ ଯେ ଦେଲେ ଆରେ ଅଷ୍ଟ ବେତାଳରେ ମତ କରିବ ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ ଆଜ୍ଞା ପାଇନ ବେତାଳ ଗଣ ବେଗେ ଗଲେ ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ମହାଲକ୍ଷ୍ମୀ କହୁଁ ଏକ କଥା ବିଚାରିଲେ ସରସ୍ୱତୀ ଦେବୀଙ୍କୁ ଯେ ହୁଏ ସୁମରିଲେ ସରସ୍ୱତୀ ହେମନ୍ତ କରିବ ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ ସର୍ବଦ୍ୱାରେ ଜଗନ୍ନାଥ ବୁଲିବେ ଯାଇ ସର୍ବକଟେ ସରସ୍ୱତୀ ବିଜେ କର ତୁହି ଅନ୍ନପାଣି କେହି ତାଙ୍କୁ କିଛି ନ ଦେବେ ଦୁଃଖ ପାଇଲେ ସେ ମତେ ସୁମରିବେ ଆରାମଦାୟୀ ରାତ ସୁଖରେ ପାଇଲା ବେଳ 2 ଖଣିକାରେ ନିଦ୍ରା ଯେ ଭାଜିଲା ବଳରାମ କହୁଛନ୍ତି ଶୁଣରେ କଥାଇ ଗହଳ ଚହଳ ଆଜି କିଛି ଶୁଭୁ ନାହିଁ ମୁନିର ପଣ୍ଡାର ତୁଣ୍ଡ ଶୁଭୁ ନାହିଁ ଦାସୀ ପରି ଜାଳି ଯେ ବରିଷା ଗଲେ କାହିଁ ସେ ମୁଖ ପଖାଳିବାକୁ ଜଳ ନ ମିଳଇ
ବିଭୂତି କରି ଗାଇବେ କହରେ କହ୍ନାଇ। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ତପି ଛାଡ଼ି ଗଲାରୁ ଯେ ମନ୍ତ ହୁଅଇ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, ଭାଇ ସାନ ଏ ମନ୍ତକୁ କହୁଅଛୁ ତୁହି। କାହାର ଭାଇ ଯା ଯେବେ ଋଷି ହଜି ଯାଏ, ତାହାର ମତ କିହାର ରାନ୍ଧିନ ନଗାଏ। ଭଣ୍ଡାର ଘରକୁ ବିଜେ କଲେ ଦୁଇ ଭାଇ, ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ। ବଳରାମ କହୁଛନ୍ତି କାହିଁକି ହେଲା, 52 କୋଟି ଭଣ୍ଡାର ତର୍କରେ ଗଲା। ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ, ଜଣକ ଭିତରେ କିଏ ଘେରିଗଲା ବହି। ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ, 7 କୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ। ଜଗନ୍ନାଥ ବୋଇଲେ ପାଇ ନ ଭାଇ, ବଳରାମ କହୁଛନ୍ତି ଧନ ପାଇ ନଈ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ପିତଳ ଖଣ୍ଡକ କାହିଁ ପାଇ। ବଳରାମ କହୁଛନ୍ତି କି କଥା ଘଟିଲା, ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତଳ ହୋଇଲା। ସୁଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା, ଭାଗ୍ୟ ଭଗାଣି କଳାକ୍ଷୀ ସମାନ ନୋଇଲା। ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ, ପାକଶାଳ ଦ୍ୱାରରେ ପ୍ରବେଶିଲେ ଯାଇ। ବଳରାମ ଠିଆ ହେଲେ ଦୁଆର ମୁହଁକୁ, ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ। ଦେହରେ ଲାଗିଲା କଳା, ମୁହଁରେ ଲାଗିଲା କଳା, ସେ ମୁଖ ଗୋଟିକ ଝଲକି ଦିଶିଲା। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଅନ୍ନ କାହିଁ ମିଳିବ ଯେ ଚୁଲି ସୁଧା ନାହିଁ। ବୁଝିଏ ପରି କିମ୍ବା କରୁଛ ଗୋସାଇ, ସେଠାରୁ ଯାଇ ଦେଖିଲେ ଧାନର ମରାଇ। ଲକ୍ଷ ଲକ୍ଷ ଭରଣ ଯେ ଧାନ ଜହିଁ ଥାଇ, ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ। ତହିଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ, ଦୂର କୂଳେ ଯାଇ ପ୍ରବେଶ ହୋଇଲେ। ଟୋପାଏ ଟୋପାଏ ପାଣି ତହିଁ ନ ଦେଖିଲେ, ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ। ସେଦିନ ଉପବାସ କରି ରହିଲେ, ବେଳ 2 ଘଡ଼ି କରି ନିଦ୍ରା ଯେ ଭାଜିଲା। ଭୋକ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା, ବିବୁଦ୍ଧି କରିବା ଏବେ ବୁଦ୍ଧିରେ ଶୁଣାଇ। ବଳରାମ କହୁଛନ୍ତି ଶୁଣ ରେ କହ୍ନାଇ, କାଲି ଉପବାସରେ ରହିଲୁ ଦୁଇ ଭାଇ, ଆଜି ବାଦେ ଯିବାକୁ ତ ବଳ ପାଉନାହିଁ। କେଉଁଠାରୁ ଯେବେ ଆଜି ନ ମିଳିବ ଅନ୍ନ, କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ। ବଳରାମ କହୁଛନ୍ତି ଶୁଣ ଆରେ ବାବା, ନଗରରେ ଭିକ୍ଷା ମାଗି ଜୀବନ ପୋଷିବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା, ହସ୍ତରେ ଧଇଲେ ଦୁଇ ଭାଇ ଭଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି, ଯାହା ଘରଠାକୁ ପାଣି ମାଗିବାକୁ ଯାନ୍ତି। ଚୋରଖଣ୍ଡ ଗୋଲି ମାରି ଘଉଡ଼ାଇଛନ୍ତି, ସେଠାରୁ ଦୁଇ ଭାଇ ଭୟ ପଳାନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ବଡ଼ ପଣ୍ଡା ଘରକୁ ରେ ଚାଲ ଏବେ ଯାଇ। ଜଗନ୍ନାଥ ରାମରେ ଦୁଇ ଭାଇ
ବଡ଼ପଣ୍ଡାଠାରେ ପ୍ରବେଶ ହୋଇଲେ। ବଧୂତାର କହିଛି ଶାଶୁ ଆଗେ ଯାଇ, ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁରାଣ୍ଡ ତାହା ଯେ ଚିହ୍ନି ନ ପାରିଲା, ଧାଇ ଯାଇ ବେଗେ ଦାଣ୍ଡ କବାଟ ଗିଳିଲା। ଆସ ଆସ ବୋହୂ ଏଲୋ ଠେଙ୍ଗା ବାଡ଼ି ଗାଇ, ଚୋରକି ଖଣ୍ଡରେ ଦୁଣ୍ଡେ ଦେବା ଗାଇ। ସାମବେଦ ଚତୁର୍ବେଦ ଦୂରେ ଉଚାରିଲେ, ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ। ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ, ଦୁଇ ଭାଇଙ୍କୁ ସେ ଡାକି ତହୁ ବସାଇଲା। ମଳୁଖ ମିଶାଇ ସତରେ ରାନ୍ଧିଲା, ଅପିକା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି। ବେନି ଭାଇ ପକାଇଣ ସିଞ୍ଚିଲେ କପାଣି, କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣି ଗଲା। ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଠାଇଲା, ଲକ୍ଷ୍ମୀ ରୋହି ପୁରୁଷ ଏ ବୋଲିର ଜାଣିଲା। ତାଙ୍କ ଶାଳାରୁରେ ଉଠି ପାଖରେ ମିଳିଲା, ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା। କଟୁ କଥା କହି ଦେଇ ଦାଣ୍ଡରେ ଛାଡ଼ିଲା, ତହୁ ଦୁଇ ଜଣ ଯେ ନିରାଶ ହୋଇ ଗଲେ। କବିର ସାହିରେ ଯାଇ ପ୍ରବେଶ ହୋଇଲେ, କ୍ଷୁଧାର୍ତ ବ୍ରାହ୍ମଣ ବୋଲି କବିର ଜାଣିଲେ। ଖଇବାଣ ଚାରିପାନ ଆଣି ବେଗେ ଦେଲେ, ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ। ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି, ଆରେ ପବନ ତୁମେ ନଗଳି ଚଳି ଯିବୁ। ହଇ ଚାଲି ବାଜମାନ ଉଡ଼ାଇ ନ ଦେବୁ, ଆଜ୍ଞା ପାଇ ପବନ ଯେ ବେଗେ ଚଳି ଗଲା। ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇ ନ ନେଲା, ବଳରାମ କହୁଛନ୍ତି ଶୁଣରେ କହ୍ନାଇ। ପ୍ରାଣ ଗଲା ବେଳେ ଯଦି କୁଳରୁ ଲୁକାଇ, ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ। ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ, ଫଳ ପୁଷ୍ପ କରି ତହୁ ଗୁଡ଼ାଏ ଆଇବା। ଅଧିକ ମିଳିଲେ କିଛି ସଞ୍ଚିତ ରଖିବା, ଏମନ୍ତ ବିଚାର କରି ଦୁଇ ଭାଇ ଗଲେ। ପଦ୍ମ ପୁଷ୍କରିଣୀରେ ପ୍ରବେଶ ହୋଇଲେ, ପଦ୍ମ ପୋଖରୀରେ ସାତ ତାଳ ପାଣି ଥିଲା। ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା, ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା। ଜଳ ନାହିଁ ଫଳ ଏଠୁ କାହିଁ ପାଇବା, ଏହା କହି ଦୁଇ ଜଣ ତହୁ ଚଳିଗଲେ। ଯାଉ ଯାଉ ବାଟେ ଏକ ଯୋଗୀକୁ ଭେଟିଲେ, ଜଗନ୍ନାଥ କହୁଛନ୍ତି ଶୁଣ ହେ ନାଥ, ତୁମର ଥାଳରୁ ଯେ ଆମକୁ ଦିଅ ଭାତ। ସତ୍ୟାନନ୍ଦ ବୋଲେ ରାମ କୃଷ୍ଣ ମୁଖ ଚାହିଁ, ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମେ ଦୁଇ ଭାଇ। ଦୁଧ ଅନ୍ନରେ ଯେ ମୋର ଥାଳ ପୁରୀ ଥିଲା, ତୁମେ ମାଗ ତେଣ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମକୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁନି ଯାଇଥିଲି ମତେ ଅନ୍ନ ଥିଲେ ଦେଇ, ଖାଇଲେ ବହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ, ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଠି କମଳିନୀ ତହୁ ହଟ ଭିଆଇଲେ, ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ବେଗେ ଯାଇ, ବାଲି ମାଟି ତାତୁ ବେଗେ ଡହ ଡହ ହୋଇ। ତାତିବ ଖରାରେ ଯେବେ ଭାଜିବାର ବାଲି, ପାଦେ ମାତ୍ର କେହି ତହି ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗ ବେଗ ହୋଇ ତୁମେ ଯାଉଅଛ ଧାଇଁ, ବୁଦ୍ଧି ଶିଶୁ ନାହିଁ ଏବେ କିସ କରିବଇ। ଶୁଣିଲା ଶୁଣିଲା ପରି ବଳଦେବ ଗଲେ, କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ। ସିଂହଦ୍ୱାରେ ପ୍ରବେଶି ନ ଡାକିଲେ ଗଜମୁ, ଡାକ ଶୁଣି ଦାସୀ ମାନେ ଅଇଲେ କତମୁ। କେଉଁ ଦାସୀ କହୁଅଛି ଶୁଣ ଆଗ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖିଲାନି। ଏହିପରି ମୋଟା ହୋଇ ଗୋଟାଏ ଥିଲା, ଆମ ଠାକୁରାଣୀକୁ ଯେ ଘଉଡ଼ାଇ ଦେଲା। ଏହି ଲୋକେ ଦାସୀ ମାନେ କୁହାକୁହି ହେଲେ, ବେକରେ ହାତ ଦେଇ ଦାଣ୍ଡରେ ଛାଡ଼ିଲେ। ବଳରାମ ପ୍ରଭୁ ତହିଲେ ଉଠି ଆଇଲେ, ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ।
बलराम कहउछंती सुन रे कन्हाई दासी माने आसी मते देले घौड़ाई जगन्नाथ कहउछंती कि बुद्धि करिबा जेमंत प्रकारे आमे जीवन धरिबा आउ थरे चाल बेनी भाई फेरी जीवा विनय करिण अन्न दासी को मागिबा बलराम कहउछंती पछि आमे थिबु आगरे जाइन अन्न तुही जे मागिबु एते कही सिंहद्वारे प्रभु विजे कले मंदिरर शोभा देखि आश्चर्य होइले बलराम कहिले हे सुन रे कन्हाई पंचम स्वरे साम वेद पढ़ तुही जगन्नाथ प्रभु जो हुए मत शुणिले ओंकार शब्द करी वेद ध्वनि कले रोषानु यजुगंध ध्वज चारि वेद ब्रह्मांड पूरी उठिला गह गह नाद पलक उपरे जे कमला सोईथिले निस्तरिली बोली न बोलिले कोटि कोटि जन्मर पात कहेला ख्याय मोहरे विजय कले प्रभु देवराय पचार पचार दासी पचार लो जाई मागुछंती से ब्राह्मण रही भाई जाई जाई बुझु सुनी तांको पचारिले कि मागुछ पांडा माने कह तुम्बे भाई जगन्नाथ कहउछंती दासी मुख चाही अन्न गंडाए को तुम्बे पारिब कि देई एवं तो सुनी न दासी माने चली गले लक्ष्मी ठाकुराणी आगे बेगे से बोलिले दासी को मुखरु से मंत्र सुनी मने विचार करती लक्ष्मी ठाकुराणी एकथा अरजी अछि चंडालुनी मुनि एबे दासी माने लोकचार बेगे जाई ब्राह्मण होई मो घरे किलोरे भाजिबे चंडालुनी अन्न खाई अपवाद नेबे ए मोहर द्रव्य तको छुई न जोगाई जाणु जाणु मुके मंत्र प्रकार देबई ठाकुराणी समीपरु दासी माने गले ब्राह्मण को आगे जाई मत कहिले दासी को मुखरु जे माने सोनी खिला दूर होई न कहती हळ पाणी नुआ हांडी नुआ संचा देई कि पारिबु हेमंत होइले आम्भे माने जे खाइबु दासी माने कहती लक्ष्मी को आगे जाई हाथे रांधि भोजन करिबे दुई भाई ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ ଚାଉଳ ପକେଇ ଦେଇ ଛାମୁରେ ରଖିଲେ ଲେଉଟିଆ ଶାଗ ନେଇ ପୁଳା ଏକ ଦେଲେ ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ ଏବେ ଯେତେ ଇଚ୍ଛା ସେତେ ଭୁଞ୍ଜ ହୋଇଲେ ଗୁଣେ ମହାଲକ୍ଷ୍ମୀ ଖାଇ ବିଚାର ଯେ କଲେ रांधिना बुझिले जेबे हाथी दुई भाई नारी को पुरुष लोड़िले भाई लक्ष्मी देवी काठ खंडे हस्तरे धरिले अग्निर संबन मंत्र देवी काठ कले कदापि अग्नि देवता तेजन होइब हांडी न तातिब आउ पानी न तातिब जेते काठ जळुथिब भस्म होई जीव कुहुड़ी करी न तहु धुआं हेउथिब हेमंत बोली न जे कमला आज्ञा देले सेही प्रकार रे अग्नि देवता जे कले सबु काठ जाक तही अंगार होइला एबे सुधा जे किंचिते पानी न तातिला हटी कमलिनी हट भियाइले जेणु हांडी तले कड़ा बिके न पड़िला तेणु सुगंध तैल देवी तेरे पठियाई दासी माने कहउछंती ब्राह्मण को चाही पाक सिद्धि हेला कि न हेला हे गोसाई तैल लगाई स्नान कर बेगे चाई जगन्नाथ कहउछंती पानी न तातिला कि बाक करी बेल उछुर होइला बलराम कहउछंती सुन रे कन्हाई अन्न होइला कि नाही कह बेगे तुही जगन्नाथ कहउछंती सुन हे भाई अन्न की होइब टिके पानी ताती नाही बलराम कहउछंती रे अधुआ मुहा रांधि न जानी तू होई अछुर धुणिया तुही आड़ हुआ मुही रांधुअछि जाई अन्न रांधिबाकु गले ब्राह्मण गोसाई हुकी हुकी बलराम विरक्त होइले काठ खंडे घेनी न जे हांडी पिटी देले क्षुधारे जे दुई भाई आकुल होइले कि बुद्धि करिबा जगन्नाथଙ୍କୁ बोइले
ଜଗନ୍ନାଥ ବୋଇଲେ ତ ବୋଲି ଦିଶୁନାହିଁ, ଠିକାରେ ଆତୁର ହେଉଅଛି ମୋର ଦେହି। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘରୁ ଭାତ ଆମକୁ ନ ଦେବ, ଆମ ଦୁଇ ଭାଇଙ୍କର ମରଣ ହୋଇବ। ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀକୁ କହିଲେ, ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପାଡ଼ି ଦେଲେ। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ, କେତେ ଦୁଃଖ ଦିନ ବନ୍ଧୁ ତୁମେ ଯେ ପାଇଲେ। ସୁବର୍ଣ୍ଣର ଛୋଟୁ ଗୋଟି ହସ୍ତରେ ଧଇଲେ, ରୋଷେଇ ଶାଳାକୁ ଲକ୍ଷ୍ମୀ ଦେବୀ ବିଜେ କଲେ। ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ, ମୁଗ ମଧୁ ରୁଚି କ୍ଷୀର ନାନାଦି ବ୍ୟଞ୍ଜନ। ଆମ୍ବିଳ ସାକର କଲେ କଦଳୀର ଭଜା, ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା। 60 ପଉଟି ଯେ ରନ୍ଧନ କଲେ ଯାଇ, ବଗଡ଼ା ଭାତ ମହିମା କଳନ ଯାଇ। ଦୁଧ ପୁଳି କଲେ ମାଏ ଘୃତ ପୁଳି କଲେ, ଅତି ଯତନରେ ମାଏ ସର ପୁଳି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣ କରୁଛି, ବଡ଼ିର ମହୁର କଲେ ପକାଇଣ ସାଚି। ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ, ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ। କପୁର ଛେନା ସଙ୍ଗରା ସମସ୍ତ ଗୋଳାଇ, 60 ନଉଟି ପଣା ରଖିଲେ ତ ଦହି। ରଙ୍ଗବାଣ ପଇଡ଼ ସଙ୍ଗରେ ଛେନା ପଣା, ଅଦା ମିଶା କରି ଦୈନ ଭାତ ଖଣ୍ଡ ଛେନା। ଲକ୍ଷ୍ମୀଙ୍କର ପାକ ଗୁଣ କି କରିପାରିବ, କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ। ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ, ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀଙ୍କର ଅଙ୍ଗମର ଦନ, ବ୍ରାହ୍ମଣ ବୋଲି ନ ମନେ ନ ପାଚିବ ଭିନ୍ନ। ବ୍ରାହ୍ମଣ ମାନଙ୍କ ମୁହିଁ ଅଟେ ନିଜ ଦାସୀ, ଶୁଣିଲ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀ ମାନେ କହୁଛନ୍ତି ସୁବେଦୀ ଗୋସାଇଁ, ସ୍ନାନ କର ବେଗେ ଅଙ୍ଗମର ଦନ ହୋଇ। ତମୁ ସୁବାସ ଜଳରେ ଦୁହେଁ ସ୍ନାନ କଲେ, ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବର ପାଟ ଆଣି ଦେଲେ, ସୁବେଶ ହୋଇ ଦୁଇ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ। ଏହା କରେ ପୁରୁଷ ତ ଜଣେ ଦିଶୁ ନାହିଁ, ଶୁଣିଦେବା ପ୍ରାୟ ଏହି ବିଚାର ଦିଶଇ। ଚାଲ ଏବେ ପଳାଇନ ଏହିଠାରୁ ଯିବା, ଜଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ, ଏ ଘରର କର୍ତ୍ତା ଆଜ ହୋଇବେ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ କହିବା ତୋର ଉଚିତ ନୁହଁ। ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ, ଗନ୍ଧ ଚନ୍ଦନ ମାଏ ଛଡ଼ା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି, ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି। ଅଣହି କରିବା ବିଧି ଯେମନ୍ତ ବିଆଣ, ସୁବର୍ଣ୍ଣର ପିଠା ତହି କଲେ କଲେ ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ, ବେଶ କରି ପ୍ରଭୁଙ୍କୁ ଘେନି ଆସ ଯାଇ। ଏହା ଶୁଣି ଦାସୀ ମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ପାଖେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ, ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ନାରୀ ଜଣେ ପୁରୁଷ କେହି ଏଠି ନାହିଁ। ଭିତରକୁ ଯିବା ଆମେ ଉଚିତ ନୁହଁ, ପଦ 2 ଖଣ୍ଡ ତୁମେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ, ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ। କିମ୍ବା ତୁମେ ଭୟ କରୁଅଛ ଜ୍ୟେଷ୍ଠ ଭାଇ, ଦାତା ଦେଉଅଛି ଆମ୍ଭେ ଛାଡ଼ିବା କି ପାଇଁ। ଭୟ ବଳରାମ ସେଠା ଘରୁ ନ ଉଠନ୍ତି, ହସ ଧରି ଘେନି ଗଲେ କମଳାଙ୍କ ପତି। ଠାବ ସଞ୍ଚାର ଯେ ବଳ ରାମ ନ ବସନ୍ତି, ହସ ଧରି ବସାଇଲେ ଦେବଶ୍ରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି। ତାହାଙ୍କୁ କେମନ୍ତେ ଅନ ମୁହିଁ ଦେବି ନେଇ, ଭିତରେ ଥାଇଲ ମୁଝେ ଦେବି ବଡ଼ ସାନ ବୋଲି ଆଗ ପଚାରି ବୁଝାଇ। ବଡ଼ ବୋଲି ନଚି ବଳରାମ କହି, ବ୍ରାହ୍ମଣୀ ବୋଇଲେ କୋପ କର କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମ ଦେଲା,
ଭିତରକୁ ଆଉ ଅନ ଆଣିବାକୁ ଗଲା ଆଉ ଏକ ଥାଳି ଅନ ଆଣିଲା ବେଳକୁ ଚାରି ଘାସରେ ଖାଇଲେ ବଳରାମ ତାକୁ ଅନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା ଭଣ୍ଡାର ଅନା ଯାକ କିଏ ଘେନି ଗଲା ବଳରାମ କହିଲେ ତୁ ଯାକ ହୋଇଥିଲୁ ଆଗ କରି ଚାରି ଘାସ ବେଗେ ଖାଇଦେଲୁ ହସିଲା ବ୍ରାହ୍ମଣୀ ଦୁଇ ଭାଇଙ୍କୁ ଅନାଇ କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇ ପୁତ୍ର ଭାଇ ଯାକି ତୁମ ତୁମଙ୍କର ନାହିଁ ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ସହସ୍ର କାନ୍ଦି କଦଳୀ ରଖିଦେଲେ ନେଇ ଷାଠିଏ ନଉକି ପଣା ବେଗେ ଦେଲେ ଥୋଇ କେଉଁପରି ପ୍ରଭୁଙ୍କର ମନକୁ ଲୁଚଇ ସେହିପରି କମଳେ ଦିଅନ୍ତି ପଠାଇ ଭୋଜନ ଶେଷକୁ ଯେ ଭରଣୀ ବଳରାମ ଲକ୍ଷ୍ମୀଙ୍କର ମନା କରି ଲାଗୁଛି ଉତ୍ତମ ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ଲକ୍ଷ୍ମୀ ପରି ଭାଗ୍ୟକୁ ପାଇବା ଆଉ କାହିଁ ଲକ୍ଷ୍ମୀଙ୍କୁ ଭର୍ସନା କରି ଦେଲେ ମଉଳାଇ ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଜମି ହେମନ୍ତ ସମୟ ପୋଡ଼ ପିଠା ଦେଲେ ନେଇ ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ ଭୋଜନ ଶେଷକୁ ପୋଡ଼ ପିଠାଇ ଭୋଜନ ସାରିୟ ପ୍ରଭୁ ଆଚମନ କଲେ କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ବୁଝିଲେ ମେଳାରେ ପ୍ରଭୁ ବିଜେ କଲେ ଯାଇ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ପଚାର ପଚାର ଦାସୀ ପଚାର ନ ଯାଇ ବିବାହ ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ଏହା ଶୁଣି ଦାସୀ ମାନେ ବେଗେ ଚଢ଼ି ଗଲେ ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ପୁତ୍ର ଭାଇ ଯାହାକି ନାହିଁ ତୁମ ଘର କେଉଁ ରାଜ୍ୟ ବାଣୀ ବୁଦ୍ଧି ଶାସନ ତୁମର ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି ବିବାହ ହେବାକୁ ଦ୍ରବ୍ୟ ଆମର ଯେ ନାହିଁ ଗୁଆ ବାଡ଼ି ଶାସନ ପାଇବୁ ଆମେ କାହିଁ ଲକ୍ଷ୍ମ କରି ଭାର୍ଯ୍ୟ ଦେଲୁ ଉଡ଼ାଇ କପାଳ ମନ୍ଦ ଆମର ଦୁଇ ଭାଇ ବୁଲୁ ଲକ୍ଷ୍ମୀ ଉଡ଼ାଇ ଆମେ ଦୁଃଖ ପାଇଲୁ ଦାସୀରେ ହୋଇଲେ ପଡ଼ା ହୋଇଲ କି ଭାଇ ନାରୀ କି ଛାଡ଼ି ଲକ୍ଷ୍ମୀ ହୋଇ ଗୋବିନ୍ଦ ବୋଲନ୍ତି ଆମେ କହୁଅଛୁ ଶୁଣ କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ କେଉଁ ନାରୀ ଥିଲେ ବସଲି ପାଦକୁ ଅଇ କେଉଁ ନାରୀ ଥିଲେ ବାସି ପେଟନ ମିଳଇ କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଡ଼ା ପାଇ କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ ତୁମ ସାଧାରୀଙ୍କ ପଚାରନ ଯାଇ ଦାସୀ ଅଗେ ବାଟୁଳ ବି ହୋଇଲ ବସାଇ ଥିଲା ଏବେ ଭାତ ତ ଖାଇଲ ଆମ ସାନ୍ତାଣୀ ପ୍ରଚାର ହୋଇଲ ବଳରାମ ହୋଇଲେ ମୋର ପିଲା ଭାଇ ତୁମ ସାନ୍ତାଣୀ ଆଗେ ଜଣାଇ ବନାଇ ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇ କିଛି ନ ବିଚାର ଆହେ ବଳରାମ ଭାଇ ଲକ୍ଷ୍ମୀଙ୍କର ଗୃହ ସିନା ଅଟଇছে ଏଠାରେ ଆପଣ ଭୟ କର କିସ ପାଇଁ ବଳରାମ ବୋଲୁଛନ୍ତି ବାହୁ ଚକ୍ରଧର ତୁମେ ଯାଇ ହସ୍ତଧର ମହାଲକ୍ଷ୍ମୀ କର ଆମେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ ଜହି ଇଚ୍ଛା ତହି ଯାଅ ଆମ ମନା ନାହିଁ ଯେତେବେଳେ ବଳରାମ ହେମନ୍ତ କହିଲେ ଭିତରପୁରକୁ ପ୍ରଭୁ ନିଜେ କଲେ ଧୀରେ ଧୀରେ ଭିତରକୁ ଗଲେ ପିତବାସ ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ ପାଣି ଛରି ଘେନି କରି କମଳା ହରିଲେ ତଳମତେ ପ୍ରଭୁଙ୍କର ମୁହଁକୁ ଜାଣିଲେ ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ ଠୋକାଏ ପାଦ ଉଦକ ମସ୍ତକେ ଲଗାଇ କିଛି ପାଦ ଦକ ଲକ୍ଷ୍ମୀ ମର୍ମକୁ ଖେପିଲେ ଅଜଗର ପୁଷ୍ପେ ପୂଜା କଲେ ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କ ନାଇଁ ଚଣ୍ଡାଳ ଉଡ଼ାଇ ଚଣ୍ଡାଳୁଣୀ ଘରେ ଏବେ ବୁଝିଲ ଗୋସାଇ ଚଣ୍ଡାଳ ବିଟାଳ ହେଲା ଦୁଇ କୋଟି ଭାଇ ଦିଗ ତୁମ୍ଭ ବଡ଼ ବଡ଼ ଦିଗ ତୁମ୍ଭ କଥା ପଡ଼ୁ ତୁମ୍ଭର ପ୍ରତିଜ୍ଞା ଦିଗ ତୁମ୍ଭ ଭ୍ରାତା ମହାଲକ୍ଷ୍ମୀ ଏ ପ୍ରକାରେ ବହୁଧିକାରୀରେ ତାରିୟ ଗର୍ଜନ ଶୁଣି କିଛି ନ କହିଲେ ମହାମାଇ ବୋଇଲେ ଶୁଣ ମୋ ବଚନ ମୋର କିସ କାର୍ଯ୍ୟ ତୁମେ କହ ହେ କହନ କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ ଏବେ ମନୁମାନ ତେଜ ଜଗତର ମାତ ଅକାରଣେ ଏତେ କଥା କହ ପ୍ରାଣ ସହି ଆମର ପ୍ରାର୍ଥନା ଆମ ସଙ୍ଗେ ଯିବା ପାଇଁ
गड़े देखी सहेला गौरव गंजीला रवि तले सबु जुगे सूर्य सरकिला तुम्हें जो नहीं आम्हे कष्ट पाइलु बहुत आम्हे मिथ्या मानिबार जानिले जगत तुम जय कीर्ति बे जगते रहिला आमको अन्न देवार जगत शुणिला गुरुवार दिन पुराण शुणिब जन्म जन्मांतर पाप तार क्षय हेब लक्ष्मी पूजा दिन गाइब जन्मे पतिव्रता वैकुंठ जीव जेबे केउ नारी यहाँ मुखे बुझाइब ताहार सुकृत आउ के कहि पारिब एते कहि गोविंद धइले लक्ष्मी हस्त जगत माता मोहिले तुम कर सत्य सजाडु ब्राह्मण जाई कुआ कोई हेबे समस्ते खाई न हस्त जड़े न धोइबे ब्राह्मण चढ़ाई खाइबे ब्राह्मण खाई चक्षु मुंडरे पोछिबे अन्न खाई सर्वे मुंडे पोछुटिबे हस्त तेबे बड़ देउळ पूजिबे जगन्नाथ देउ बोलिया ज्ञान देने महाबाहु जुगे जुगे लक्ष्मी को तुम्हार जसराहु लक्ष्मी कड़ जगन्नाथ नेले बड़ देउळ को प्रभु विजय करि गाले लक्ष्मी चंद्र उड़िय जे छामुरे जड़ाई देउळ को विजय कले ब्रह्मांड गोसाई इंद्र पूछती देव मणिमा मणिमा ब्रह्मांड पूछती देव गुहारी सोणिमा करुण कुबेर जे हस्तरे बेत धरी नृत्य करुतिले चाहि सब अपसारी ब्रह्मा जे मेनका दिया चित्र लेखा तुलसी मालती आउ अज्ञान रसिका चंचला जे मदलसी आबर सुशीला नृत्य आरंभ दुष्ट होई से अबला बलराम कहउछंती सुनारे कन्हाई घर को घरणी सीना सुंदर दिसाई जेते बेले दंडे जाउथिलु दुई भाई चोर खंड बोली देउथिले कौराई आहुरी कथाए सुन जगन्नाथ भाई लक्ष्मी एड बड़ बोली एबे जानिलाई लक्ष्मी देवी विजय कले तांक मंदिर को जगन्नाथ विजय कले बड़ देउळ को दासी परिवारी आदि करी जेते थिले लक्ष्मी आइलारु से समस्त जे आइले लक्ष्मी को पाई न देव गोविंद आनंद संसार रे सेही मते कले मुकुंद सुनिले नारद एही पुरातन आख्या जहाँ प्रसन्ने प्रभु मागिले जे भिख्या सारा चढ़ाडुनी आई सत्य भोग करा लक्ष्मी कर सुदया रे मंत होइला हे पुराण पढ़िले जे सर्व सिद्धि हुए सूर्योदय तम सम पाप क्षय पाए हे पुराण जेउ माने पढ़ती सुनती लक्षे कोटि गोदानर फल से लभंती हे पुराण अटई जे मुक्तिर पथ एरा फल कथन रे केरव समर्थ लक्ष्मी का पुराण एहु संपूर्ण होइला भावे बड़ रामदास गीत रे गाइला इति श्री लक्ष्मी पुराण संपूर्ण